21 ସେପ୍ଟେମ୍ବର 2025 ରବିବାର ମହାଳୟ ଅମାବାସ୍ୟା ବା ସର୍ବପିତୃ ଅମାବାସ୍ୟା। ଦର୍ଶକ ବନ୍ଧୁ, ଏହି ମହାଳୟ ଅମାବାସ୍ୟା ଦିନ ପିତୃପୁରୁଷମାନେ ଆମମାନଙ୍କୁ ଆଶୀର୍ବାଦ ଦେଇ ପିତୃଲୋକକୁ ଚାଲିଯାଆନ୍ତି। ଆପଣମାନେ ଏହି ମହାଳୟ ଅମାବାସ୍ୟା ଦିନ ଯଦି ଗାଈକୁ ଭୁଲବଶତଃ କୌଣସି ବି ମଣିଷ ରୁଟି ସହିତ ଏହି ଗୋଟାଏ ଜିନିଷ ମିଶାଇ କରି ଖାଇବାକୁ ଦେଇଥାଏ, ସେହି ବ୍ୟକ୍ତିର ଜନ୍ମ ଜନ୍ମାନ୍ତରର ଗରିବୀ ଦୂର ହୋଇଥାଏ ଏବଂ ସେହି ବ୍ୟକ୍ତି ଉପରେ ପିତୃ ପ୍ରସନ୍ନ ହୋଇଥାନ୍ତି। କେବଳ ମହାଳୟ ଅମାବାସ୍ୟା ଦିନ କାହିଁକି ରୁଟି ସହିତ ଏହି ଗୋଟାଏ ଜିନିଷ ମିଶାଇ କରି ଖାଇବା ପାଇଁ କୁହାଯାଇଛି, ଏହାର ପଛରେ କ'ଣ ରହସ୍ୟ ଅଛି? ଦର୍ଶକ ବନ୍ଧୁ, ମୁଁ ଆଜି ଆପଣମାନଙ୍କୁ କହିବି ଯେ ଆପଣମାନେ ଏମିତି ବହୁତ ସାରା ଭିଡ଼ିଓ ଦେଖିଥିବେ ଯେ ରୁଟିରେ ଏହି ଗୋଟାଏ ଜିନିଷ ମିଶାଇ କରି ଖାଇବାକୁ ଦିଅନ୍ତୁ କିମ୍ବା ଗାଈକୁ ଏହି ଗୋଟାଏ ଜିନିଷ ଖାଇବାକୁ ଦିଅନ୍ତୁ, କିନ୍ତୁ ଆଜିର ଭିଡ଼ିଓରେ ଆପଣଙ୍କୁ ଯାହା କହିବି ତାହା ବ୍ରହ୍ମ ବୈବର୍ତ୍ତ ପୁରାଣରୁ ଉଲ୍ଲେଖ ଅଛି। ଆପଣମାନଙ୍କୁ କେବଳ ଏହି ପିତୃପକ୍ଷର ଯେକୌଣସି ବି ଦିନରେ କିମ୍ବା ସର୍ବପିତୃ ଅମାବାସ୍ୟା ବା ମହାଳୟ ଅମାବାସ୍ୟା ଦିନ ଯଦି ଆପଣମାନେ ଗାଈକୁ ଏହି ରୁଟି ସହିତ ଗୋଟାଏ ଜିନିଷ ମିଶାଇ କରି ଖାଇବା ପାଇଁ ଦିଅନ୍ତି, ତେବେ ଜନ୍ମ ଜନ୍ମାନ୍ତରର ଗରିବୀ ଆପଣଙ୍କର ନିଶ୍ଚୟ ଦୂର ହେବ। ଆପଣମାନେ ଏହି ଅମାବାସ୍ୟା ଦିନ ଥରୁଟିଏ ପରୀକ୍ଷା କରନ୍ତୁ, ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ ହେଉଛି କି ନାହିଁ। ଆପଣମାନେ ମୋତେ କମେଣ୍ଟ ସେକ୍ସନରେ ନିଶ୍ଚୟ କହିବେ। ଦର୍ଶକ ବନ୍ଧୁ, ଆପଣମାନେ ଏହି 15 ଦିନ ଧରି କିଛି କରିଛନ୍ତି କି ନ କରିଛନ୍ତି ନିଜ ପୂର୍ବଜମାନଙ୍କ ପାଇଁ ତାହା ଲେଖା ନାହିଁ, କିନ୍ତୁ ଏହି ମହାଳୟ ଅମାବାସ୍ୟା ଦିନ ଆପଣଙ୍କୁ ନିହାତି କିଛି କରିବା ଦରକାର। ଆପଣଙ୍କର ଜନ୍ମ ଜନ୍ମାନ୍ତରର ଗରିବୀ ସମୂଳେ ନାଶ ହେବ। ତେଣୁ ଏହାକୁ ଜମା ବି ହାତଛଡ଼ା କରନ୍ତୁ ନାହିଁ। ଏହି ସୁଯୋଗ ଆପଣଙ୍କ ଜୀବନରେ ବାରମ୍ବାର ଆସିନଥାଏ, ତେଣୁ ଏହାକୁ ଜମା ବି ହାତଛଡ଼ା କରିବେ ନାହିଁ। ସର୍ବପିତୃ ଅମାବାସ୍ୟା ବା ମହାଳୟ ଅମାବାସ୍ୟା ଦିନ ଆପଣମାନଙ୍କୁ କ'ଣ କରିବା ଦରକାର ଏବଂ କ'ଣ ନ କରିବା ଦରକାର ଏହା ବି ଜାଣି ରଖନ୍ତୁ। ଆପଣମାନେ ଏହି ମହାଳୟ ଅମାବାସ୍ୟା ଦିନ ଘରେ କ'ଣ କରନ୍ତୁ, କିଛି ମିଠା ଖାଦ୍ୟ ପ୍ରସ୍ତୁତ କରନ୍ତୁ। ଏବେ ଆପଣମାନେ ଏହି କଥାଟି ଭଲ ଭାବରେ ଧ୍ୟାନ ରଖନ୍ତୁ ଯେ ପିତୃପୁରୁଷମାନେ ପିତୃଲୋକକୁ ଚାଲିଯାଆନ୍ତି ଆଜିର ଦିନରେ, ଆମ ସମସ୍ତଙ୍କୁ ଆଶୀର୍ବାଦ ଦେଇ ଚାଲିଯାଆନ୍ତି ନିଜ ଲୋକକୁ। ଯଦି ଭୁଲବଶତଃ କୌଣସି ବି ମନୁଷ୍ୟ ଏହି କାମ କରିଦିଏ, ବିଶ୍ୱାସ କରନ୍ତୁ ପିତୃଙ୍କର ଆଶୀର୍ବାଦରେ ତାର 7 ପିଢ଼ି ପର୍ଯ୍ୟନ୍ତ ସେ ଗରିବୀ ସମସ୍ୟା କେବେ ଦେଖିବନି। ତାର ଛୁଆମାନେ ପାଠ ପଢ଼ାରେ ଏବଂ ସମାଜରେ ବହୁତ ପ୍ରତିଷ୍ଠା ଲାଭ କରିବେ, ଜୀବନରେ ବହୁତ ଉନ୍ନତି ହେବ। ତେବେ ଆପଣଙ୍କୁ ସେହି ସର୍ବପିତୃ ଅମାବାସ୍ୟା ଦିନ ଗୋଟିଏ ରୁଟି ପ୍ରସ୍ତୁତ କରିବାର ଅଛି। ସକାଳୁ ସ୍ନାନ ଆଦି ଶୌଚାଦି କାର୍ଯ୍ୟ ସାରିକରି ସକାଳୁ ଗୋଟିଏ ରୁଟି ପ୍ରସ୍ତୁତ କରିବାର ଅଛି। ସେହି ରୁଟି ଉପରେ ଆପଣମାନେ କିଛି କ୍ଷୀରି ରଖିବେ। ଚାଉଳର କ୍ଷୀରି ବି ଆପଣଙ୍କୁ ସେହି ଦିନ ପ୍ରସ୍ତୁତ କରିବାର ଅଛି ଏବଂ ଯେତେବେଳେ ଚାଉଳର କ୍ଷୀରି ପ୍ରସ୍ତୁତ ହେଇଯିବ ଏହାକୁ ଥଣ୍ଡା ବି କରିଦେବେ, କାରଣ ସେମିତି ଗରମ ଗରମ ତ କେହି ବି ପଶୁ ଆମେ ଖାଇପାରିବେ ନାହିଁ, ତ ପଶୁ କିପରି ଖାଇବେ? ତ ଆପଣମାନେ ତାହାକୁ ପୁରା ଭଲ ଭାବରେ କରିଦେବେ। ଥଣ୍ଡା କରିଦେବା ପରେ ସେହି ରୁଟି ଉପରେ ଗୋଟିଏ ହଳଦୀରେ ସ୍ୱାସ୍ତିକ ଅଙ୍କନ କରିବେ। ହଳଦୀରେ ସେହି ରୁଟି ଉପରେ ଗୋଟିଏ ସ୍ୱାସ୍ତିକ ଅଙ୍କନ କରିବେ ଏବଂ ସେହି ରୁଟି ଉପରେ କ୍ଷୀରିକୁ ରଖିଦେବେ ଚାଲିଯିବେ ଗୋମାତାଙ୍କ ପାଖକୁ। ଯେଉଁ ଆପଣଙ୍କର ଘରର ଆଖପାଖରେ ଯେଉଁଠାରେ ବି ଗୋମାତା ଅଛନ୍ତି ତାଙ୍କ ପାଖକୁ ଚାଲିଯିବେ ଏବଂ ଆପଣମାନେ ସେଠି ସିଧାସଳଖ ସେହି ରୁଟି ସହିତ କ୍ଷୀରି ଗାଈକୁ ଖୁଆଇବେ ନାହିଁ। ଆପଣଙ୍କୁ କ'ଣ କରିବାର ଅଛି? ବିଷକପି ଅର୍ଥାତ୍ ଦେବଦେବ ମହାଦେବଙ୍କର ଆଉ ଗୋଟିଏ ନାମ ହେବ ବିଷକପି ବୋଲି। ସେହି ନାମ ଉଚ୍ଚାରଣ କରି ଯେଉଁ ବ୍ୟକ୍ତି ମହାଳୟ ଅମାବାସ୍ୟା ଦିନ ଗାଈକୁ ରୁଟିରେ କ୍ଷୀରି ମିଶାଇ ଖାଇବା ପାଇଁ ଦେଇଥାଏ, ତାର ଜନ୍ମ ଜନ୍ମାନ୍ତରର ଗରିବୀ ନାଶ ହୋଇଥାଏ। ତାର ପିତୃପୁରୁଷ ମାନଙ୍କୁ 15 ଦିନରେ ଶ୍ରାଦ୍ଧ ଦିଅନ୍ତୁ କିମ୍ବା ନ ଦିଅନ୍ତୁ, ଏହି ଖାଦ୍ୟ ଖାଇବା ପରେ ତାର ପିତୃପୁରୁଷ ମାନଙ୍କର ଆତ୍ମା ମୋକ୍ଷ ପ୍ରାପ୍ତି ହୋଇଥାଏ। ଗାଈର ମୁଖରେ ଗୟା ଅର୍ଥାତ୍ ଗୟା ପରି ତୀର୍ଥ ବାସ କରୁଥାଏ। ଯେଉଁ ବ୍ୟକ୍ତି ଗୟା ତୀର୍ଥ ନ ଯାଇ ପାରୁଛି, ଏହି ଶ୍ରାଦ୍ଧ ପକ୍ଷରେ ଗାଈକୁ ଯଦି ବିସ୍କପି ନାମ ନେଇକରି ଗାଈକୁ ରୁଟି ସହିତ କ୍ଷୀରି ମିଶାଇ କରି ଯେଉଁ ବ୍ୟକ୍ତି ଖାଇବା ପାଇଁ ଦେଇଥାଏ, ତା ଘରେ ଧନ ସମ୍ପତ୍ତିର ଅଭାବ ନଥାଏ। ତେଣୁ ଏହି
ପିତୃପକ୍ଷ ଅମାବାସ୍ୟା ବା ପିତୃ ଅମାବାସ୍ୟା ବା ମହାଳୟ ଅମାବାସ୍ୟା ଦିନ ଆପଣମାନେ ଏହି ଉପାୟ ନିହାତି କରନ୍ତୁ। ଯଦି ଆପଣମାନେ କ୍ଷୀରି ପ୍ରସ୍ତୁତ କରିପାରିବେ ନାହିଁ ତେବେ ସେହିଦିନ ରୁଟିରେ ଚିନି ପକାଇ କରି ମଧ୍ୟ ଗାଈକୁ ଆପଣ ବିସ୍କପି ନାମରେ ଖାଇବା ପାଇଁ ଦେଇପାରିବେ। ଏହା ମହାଦେବଙ୍କର ଆଉ ଗୋଟିଏ ନାମ। ଆପଣମାନେ ବି ଜାଣିଥିବେ ଯେ ଗାଈର ଶରୀରରେ 33 କୋଟି ଦେବୀ ଦେବତାଙ୍କର ବାସ ରହିଥାଏ। ଯେ ଆପଣମାନେ ଏହା ବି ଜାଣିଥିବେ ଯେ ଗୋମାତାଙ୍କୁ ପୂଜା ମଧ୍ୟ କରାଯାଏ। ଗୋମାତାଙ୍କର କାନରେ ଆପଣ ଯାହା ବି କହିବେ ତାହା ନିହାତି ପୂରଣ ହେବ। ଯଦି ଆପଣମାନେ ଧନ ସମ୍ପତ୍ତିର ଅଭାବ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଆପଣମାନେ ନିଶ୍ଚୟ ଏହି ଉପାୟଟି କରନ୍ତୁ। ଦେଖିବେ ଆପଣଙ୍କ ଜୀବନରେ କିପରି ଧୀରେ ଧୀରେ ସବୁ ସମସ୍ୟା ଦୂର ହେବା ପାଇଁ ଲାଗୁଛି। ଏବେ ଦର୍ଶକ ବନ୍ଧୁ, ଆପଣମାନେ ଏହି ଉପାୟ ସର୍ବପିତୃ ଅମାବାସ୍ୟା ବା ମହାଳୟ ଅମାବାସ୍ୟା ଦିନ ନିଶ୍ଚୟ କରନ୍ତୁ। ତା ସହିତ ଏହି ଦିନ ଆପଣମାନେ ଆମିଷ ଭକ୍ଷଣ କରନ୍ତୁ ନାହିଁ। ନଖ ଦାଢ଼ି ଚୁଟି କାଟନ୍ତୁ ନାହିଁ। କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ। କାହାରିକୁ କଷ୍ଟ ଦିଅନ୍ତୁ ନାହିଁ। ଆପଣ ଗୋଟିଏ ଜିନିଷ ଧ୍ୟାନ ଦିଅନ୍ତୁ ଯେ ଆଜି ପିତୃପୁରୁଷମାନେ ଆଶୀର୍ବାଦ ଦେଇକରି ତାଙ୍କ ଲୋକକୁ ଯାଉଛନ୍ତି। ଆଜିର ଦିନରେ ଯଦି ଆପଣମାନେ ଗାଈକୁ ପେଟ ପୂରା ଖାଇବାକୁ ଦେବେ, ତା ସହିତ ଗରିବକୁ ଖାଇବାକୁ ଦେବେ, ବ୍ରାହ୍ମଣ ଭୋଜନ କରାଇବେ ଏବଂ ନିଜ ଘରେ ଭାଗବତ ପାଠ କରିବେ, ତେବେ ଆପଣଙ୍କର ପିତୃ ଶାନ୍ତି ହୋଇଥାନ୍ତି। ଆପଣଙ୍କର ପିତୃଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦା ସର୍ବଦା ରହିଥାଏ। ଏହି ଉପାୟଟି ଆପଣମାନେ ପିତୃ ଅମାବାସ୍ୟା ଦିନ ନିଶ୍ଚୟ କରିଦିଅନ୍ତୁ। ଯେତେ ବି ପିତୃଦୋଷ ଥାଉ ନା କାହିଁକି ଏହି ଉପାୟ କରିବା ମାତ୍ରେ ପିତୃଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିଥାଏ। ଯେପରି ଭଗବାନଙ୍କର ଆଶୀର୍ବାଦ ବିନା ଆମେ କିଛି କରିପାରିବା ନାହିଁ, ପିତୃଙ୍କର ବି ଆଶୀର୍ବାଦ ଆମକୁ ନିହାତି ଦରକାର। କାରଣ ପିତୃପୁରୁଷ ସଦା ସର୍ବଦା ଆମ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥାନ୍ତି ଯେ ମୋ ବଂଶଜ ମାନଙ୍କର ରକ୍ଷା କରନ୍ତୁ, ମୋ ବଂଶଜ ମାନଙ୍କର ଉଦ୍ଧାର କରନ୍ତୁ। ଯଦି ଆମେ ଏହି ପିତୃପକ୍ଷରେ ଆମ ପୂର୍ବଜଙ୍କ ନିମିତ୍ତ କିଛି କରିବାନି, ପୂର୍ବଜଙ୍କ ନିମିତ୍ତ ଶ୍ରାଦ୍ଧ ତର୍ପଣ କିଛି ବି କରିବାନି, ତେବେ ଭଗବାନ ନିଜେ କହିବେ ଯେ ଯେଉଁ ବଂଶଜ ମାନଙ୍କ ପାଇଁ ତୁମେ ମୋ ପାଖରେ ପ୍ରାର୍ଥନା କରିଛ, ସେଇ ବଂଶଜ ମାନେ କଣ ତୁମକୁ ଏହି ଶ୍ରାଦ୍ଧ ପକ୍ଷରେ ମନେ ରଖିଛନ୍ତି? ଦର୍ଶକ ବନ୍ଧୁ, ଆପଣମାନେ ଏହି ସବୁ ଉପାୟ ଏହି ପିତୃ ପକ୍ଷରେ ନିଶ୍ଚୟ କରିଦିଅନ୍ତୁ। ତା ସହିତ ଏହି ସର୍ବପିତୃ ଅମାବାସ୍ୟା ବା ମହାଳୟ ଅମାବାସ୍ୟାରେ ଆହୁରି ବହୁତ ସୁନ୍ଦର ସୁନ୍ଦର ଭିଡ଼ିଓ ମୋ ଚ୍ୟାନେଲରେ ଆସିବ। ଆପଣମାନେ ତାହାକୁ ଦେଖିକରି ନିଶ୍ଚୟ କରନ୍ତୁ। ବିପଦ କେତେ ବି ଆସୁନା କାହିଁକି, କେତେ ବି ବଡ଼ ପିତୃଦୋଷ ଥାଉ ନା କାହିଁକି, କେତେ ବି ବଡ଼ ବାସ୍ତୁଦୋଷ ଥାଉ ନା କାହିଁକି, ଏହି ଉପାୟ କରିବା ମାତ୍ରେ ଆପଣଙ୍କର ଜନ୍ମ ଜନ୍ମାନ୍ତରର ଗରିବୀ ସମୂଳେ ନାଶ ହେବ। ଆପଣମାନେ ଏହି ଉପାୟ ନିଶ୍ଚୟ କରିଦିଅନ୍ତୁ। ଏବଂ ଦର୍ଶକ ବନ୍ଧୁ, ପିତୃଙ୍କର ଆଶୀର୍ବାଦ ଏମିତି ଏକ ଆଶୀର୍ବାଦ, ଆପଣଙ୍କ ଘରେ ସନ୍ତାନଙ୍କର ଉନ୍ନତି, ଆପଣଙ୍କ ଘରେ ସନ୍ତାନଙ୍କ ହବା ବା ସନ୍ତାନ ଜନ୍ମ ନେବା, ଏସବୁ ପିତୃଙ୍କର ଆଶୀର୍ବାଦ ବୋଲି ଜାଣନ୍ତୁ। ପିତୃଙ୍କର କାମ କଣ ଅଟେ? ପିତୃଙ୍କର ଆଶୀର୍ବାଦ କଣ ଅଟେ? ଆପଣଙ୍କ ଘରେ ମାଙ୍ଗଳିକ କାର୍ଯ୍ୟ କରିବା, ଆପଣଙ୍କ ଘରେ ଯେଉଁ ଅଧା ଅଧୁରା କାମକୁ ପୂରଣ କରିବା। ଯଦି ମାଙ୍ଗଳିକ କାର୍ଯ୍ୟ ଆପଣଙ୍କ ଘରେ ଅଟକି ଯାଉଛି, ଯଦି ଆପଣଙ୍କ ଘରେ କୌଣସି ବାରମ୍ବାର ସନ୍ତାନ ଜନିତ ସମସ୍ୟା ପାଉଛନ୍ତି, ଆପଣଙ୍କ ଘରେ ସନ୍ତାନ ଯଦି ବିକଳାଙ୍ଗ ହୋଇ ଜନ୍ମ ନେଉଛନ୍ତି, ଯଦି ଆପଣଙ୍କ ଘରେ ସନ୍ତାନ ମାନେ ସୁଖୀ ନାହାନ୍ତି, ସେମାନଙ୍କର ଖରାପ ରାସ୍ତାକୁ ଯାଉଛନ୍ତି, ଏସବୁ ପିତୃଦୋଷ। ଆପଣମାନେ କେଉଁଠି ନା କେଉଁଠି କିଛି ଭୁଲ କରୁଛନ୍ତି, ଯାହାକି ପିତୃଙ୍କୁ ଶାନ୍ତି ଲାଗୁନାହିଁ। ତେଣୁ ନିଜ କାର୍ଯ୍ୟକୁ ସୁଧାରନ୍ତୁ, ନିଜ କର୍ମକୁ ସୁଧାରନ୍ତୁ। କୌଣସି ବି ଲୋକ ବା କୌଣସି ବାପା ମା ଚାହିଁବେ ନାହିଁ ଯେ ତାଙ୍କ ବଂଶଜ ମାନେ କଷ୍ଟ ପାଆନ୍ତୁ, କିନ୍ତୁ ଯେହେତୁ ସେ ପିତୃଲୋକ ହୋଇଯାଇଛନ୍ତି, ତାଙ୍କର ଆମଠାରୁ ବହୁତ କିଛି ଆଶା ଥାଏ। ତେଣୁ ସଦା ସର୍ବଦା ନିଜ ପୂର୍ବଜ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଏହି ସର୍ବପିତୃ ଅମାବାସ୍ୟା ଦିନ ଖୁସି ଖୁସିରେ ପିତୃ ଲୋକଙ୍କୁ ବିଦାୟ ଦିଅନ୍ତୁ, ସେମାନଙ୍କୁ ଆଶୀର୍ବାଦ ମାଗନ୍ତୁ। ଏବଂ ଦର୍ଶକ ବନ୍ଧୁ, ଏହି ଭିଡ଼ିଓକୁ ଅନେକ ଲୋକଙ୍କୁ ସେୟାର କରନ୍ତୁ, ସେମାନେ ବି ଏହି ଗୋଟାଏ ଜିନିଷ କରିଦିଅନ୍ତୁ, ଯାହାଦ୍ୱାରା କି ପିତୃଙ୍କର ବହୁତ ଆଶୀର୍ବାଦ ତାଙ୍କ ଉପରେ ରହିବ। ପିତୃଙ୍କର ଆଶୀର୍ବାଦରେ ସେମାନଙ୍କ ଘରେ ଧନ ବୈଭବର କମି କେବେ ବି ହେବ ନାହିଁ। ପିତୃଙ୍କ ଆଶୀର୍ବାଦରେ ସେମାନଙ୍କ ପରିବାରର ସମସ୍ତ ବ୍ୟକ୍ତି ସୁଖରେ ଘର ସଂସାର କରିବେ ଏବଂ ତା ସହିତ ପୂର୍ବଜମାନେ କେବେ ବି ଚାହିଁବେନି ଯେ ଆପଣ ଆଉ କାହାର ଧନ ନିଜ ଘରକୁ ଆଣନ୍ତୁ। ପରର ସମ୍ପତ୍ତି ଲୁଟିବା କିମ୍ବା ଆପଣ କାହାକୁ କଷ୍ଟ ଦେଉଛନ୍ତି, ଏସବୁ ପୂର୍ବଜ ମାନଙ୍କୁ ଜମା ବି ପସନ୍ଦ ନାହିଁ। ବର୍ତ୍ତମାନର କାର୍ଯ୍ୟ ଆମେ ତ ସମସ୍ତେ ଦେଖୁଛେ ଏବଂ ଖୁସି ବି ହେଉଛେ। କାଲି ସକାଳକୁ କାହା ସହିତ କଣ ହବ କିଏ କହିପାରିବ?
ତେଣୁ ପୂର୍ବଜ ସବୁବେଳେ ଚାହାନ୍ତି ଯେ ମୋ ବଂଶଜମାନେ ଭଲ କାର୍ଯ୍ୟ କରନ୍ତୁ। ମୁଁ ତ ଏହିଭଳି ପାଇଲି, କିନ୍ତୁ ମୋ ବଂଶଜମାନେ କେବେ ବି ଖରାପ ରାସ୍ତା ନ ଆପଣାନ୍ତୁ। ପୂର୍ବଜଙ୍କର ଆଶୀର୍ବାଦ ପୂର୍ବଜଙ୍କର ସବୁବେଳେ ଆପଣଙ୍କ ଉପରେ ରହୁ।